ଜୀବନର ବୋଝ। ଅଦୃଶ୍ୟ ନାରଦ ପୃଥିବୀ ଉପରେ ଅବତରଣ କରୁଥାନ୍ତି। ଅଦୃଶ୍ୟ ଯମ ସ୍ୱରୂପ ପ୍ରତ୍ୟାବର୍ତ୍ତନ କରୁଥାନ୍ତି। ଦୁହିଁଙ୍କ ଭିତରେ ଅଭିବାଦନ ପ୍ରତ୍ୟଭିବାଦନ ଅନ୍ତେ ନାରଦ କହିଲେ, ମହାଭାଗ, କେତେଥର ତମକୁ ପଚାରିବି ବୋଲି ମନେ କରିଛି, ସୁଯୋଗ ପାଇନାହିଁ। କେତେଥର ଦେଖିଲିଣି, ଯେଉଁମାନଙ୍କର ବୟସ ପାକଳ ହୋଇନାହିଁ, ଜୀବନକୁ ଯେଉଁମାନେ ଉତ୍ତମ ରୂପେ ବୁଝି ମଧ୍ୟ ନାହାନ୍ତି, ସେମାନଙ୍କୁ ବି ମୃତ୍ୟୁବରଣ କରିବାକୁ ପଡ଼େ। କାହିଁକି ଏମିତି ହୁଏ? ନାରଦ, ତମ ପ୍ରଶ୍ନର ଉତ୍ତର ସହଜରେ ଦେଇ ହେବ ନାହିଁ। ଏତିକି କହିବି, ଆତ୍ମାର ଆବଶ୍ୟକ ବହୁବିଧ ଅଭିଜ୍ଞତା। ନୂଆ ନୂଆ ଅଭିଜ୍ଞତା ନିମନ୍ତେ ପରିସ୍ଥିତିର ପରିବର୍ତ୍ତନ ଲୋଡ଼ା। ମୃତ୍ୟୁ ଆଉ କିଛି ନୁହେଁ, ପରିସ୍ଥିତିର ପରିବର୍ତ୍ତନ ଦିଗରେ ଏକ ଉପାୟ, କହିଲେ ଯମରାଜ। କିନ୍ତୁ କୌଣସି ଅଭିଜ୍ଞତା ଅର୍ଜନର ସୁଯୋଗ ପାଇବା ପୂର୍ବରୁ ତ କେତେ ଶିଶୁ, ତରୁଣ, ତରୁଣୀ ଜୀବନରୁ ବିଦାୟ ନିଅନ୍ତି। ନାରଦ ଅଭିଯୋଗ ଭରା କଣ୍ଠରେ କହିଲେ, ନାରଦ, ସେଭଳି ବିଦାୟୀ ଆତ୍ମା ତାର ଆବଶ୍ୟକ ଅଭିଜ୍ଞତା ପାଇସାରି ନାହିଁ ବୋଲି ତମେ ଜାଣିବ କେମିତି? ଯେଉଁ ମାପକାଠିରେ ମଣିଷ ନିଜ ମନର ଅଭିଜ୍ଞତାର ପରିମାଣ ନିରୂପଣ କରେ, ଆତ୍ମାର ଅଭିଜ୍ଞତା ମାପିବା ଦିଗରେ ସେ ମାପକାଠି କିଛି କାମର ନୁହେଁ। ଆଖି ପଲକରେ ଆତ୍ମା ଥରେ ଥରେ ସାରା ଜୀବନର ଅଭିଜ୍ଞତାର ନିର୍ଯାସ ଲାଭ କରିପାରେ, ବୁଝାଇଲେ ଧର୍ମରାଜ। କିଛି ଦିନ ଅନ୍ତେ ଆଉ ଦିନେ ଯମଙ୍କୁ ଦେଖି ପକାଇଲେ ନାରଦ। ଦୁହେଁ ଅବଶ୍ୟ ଜନନୟନରୁ ଅଦୃଶ୍ୟ ରହି ପୃଥିବୀ ଭ୍ରମଣ କରୁଥିଲେ। ସେତେବେଳେ ଦ୍ୱିପହର। ପାଛିଆ ଭର୍ତ୍ତି ପାଚିଲା ତରଭୁଜ ମୁଣ୍ଡାଇ ହାଟକୁ ଯିବା ବାଟରେ ବୁଢ଼ୀଟିଏ ଗୋଟାଏ ବରଗଛ ମୂଳରେ କ୍ଳାନ୍ତ ହୋଇ ବସି ପଡ଼ିଥାଏ। କେମିତି ଅଛ ଆଈ? ବାଟୋଇଟି ତାକୁ ପଚାରିଦେଲା। କେମିତି ଅଛି ପଚାରନା ବାପା, ଯମର ସ୍ମରଣ ଶକ୍ତି ତ ଚୁଲିକୁ ଯାଇଛି। ସେ ମୋତେ ପୁରା ପାସୋରି ଦେଇଛି। ଏ ପୋଡ଼ା ଜୀବନକୁ ନେଇ ମୁଁ ଘାଣ୍ଟି ହେଉଛି, କପାଳରୁ ସ୍ୱେଦ ମୋଚନ କରି କହିଲା ବୁଢ଼ୀ। ସଂଳାପ ଶୁଣିଲେ ଯମ ଓ ନାରଦ। ଯମଙ୍କୁ ଅନାଇଲେ ନାରଦ। ଯମରାଜ ଖାଲି ହସିଦେଲେ, କିନ୍ତୁ କିଛି କହିଲେ ନାହିଁ। ଯମରାଜ, ଅକାଳରେ ମଣିଷ କାହିଁକି ମରେ? ତୁମେ ସେଦିନ ମୋତେ ସେ କଥାଟି ବୁଝାଇଦେଲ। କିନ୍ତୁ ଯାହାର ବୟସ ହେଲାଣି, ପୁଣି ଯେ ମରିବାକୁ ଏତେ ଉତ୍କଣ୍ଠିତ, ତା ପ୍ରତି ତମେ ଉଦାସୀନ ରହୁଛ କେଉଁ ବୁଦ୍ଧିରେ? ମୋଟେ ମରିବାକୁ ପ୍ରସ୍ତୁତ ନୁହେଁ, ଏମିତି କେତେ ଲୋକଙ୍କୁ ତମେ ନେଇଯାଇଛ? ଅସମ୍ଭବ, ସେମିତି ଲୋକଙ୍କୁ ମୁଁ ନେଇ ନପାରେ। ତମେ ଲୋକଙ୍କ ମୃତ୍ୟୁ ଭୟକୁ ବୁଝାଉଛ। ଭୟ ମନର ଗୁଣ, ଆତ୍ମାର ଗୁଣ ନୁହେଁ। କାରଣ ଯାହା ହେଉନା କାହିଁକି, ଆତ୍ମାର ସମ୍ମତି ବିନା ମୁଁ କାହାକୁ ନିଏ ନାହିଁ। ଯମ କହିଲେ, ତମେ କ'ଣ କହୁଛ? ଏ ବୁଢ଼ୀର ଆତ୍ମା ମୃତ୍ୟୁ ପାଇଁ ପ୍ରସ୍ତୁତ ନୁହେଁ? ଆତ୍ମା ନୁହେଁ କି ଯେଉଁ ମନ ଯୋଗେ ସେ ଜୀବନ ପ୍ରତି ଏଡ଼େ ବିରକ୍ତି ପ୍ରକଟ କରୁଛି, ସେ ମନ ବି ନୁହେଁ। ବୁଢ଼ୀ ତେଣେ ପୁଣି ଯାତ୍ରା ଆରମ୍ଭ ନିମନ୍ତେ ପାଛିଆ ଗୋଟିକ ମୁଣ୍ଡ ଉପରକୁ ଉଠାଇବାର ଚେଷ୍ଟା କରୁଥିଲା, କିନ୍ତୁ ପାରୁନଥିଲା। ଚିଡ଼ଚିଡ଼ ହୋଇ କହୁଥିଲା, ଯମ କେବେଠୁ କାଲ ହୋଇଗଲାଣି। ତମ ଭିତରେ କିଛି ପ୍ରତିକ୍ରିୟା ହେଉନାହିଁ? ନାରଦ ଯମଙ୍କୁ ପ୍ରଶ୍ନ କଲେ। ମୋ ଭିତରେ ପ୍ରତିକ୍ରିୟା ହୁଏ ନାହିଁ ଦେବର୍ଷି। ହେ ଧର୍ମରାଜ, ଥରେ ସନ୍ଦେହମୁକ୍ତ ହେବା ପାଇଁ ବୁଢ଼ୀକୁ ପଚାରି ବୁଝିଲେ କ୍ଷତି କ'ଣ? ନାରଦ ଅଳି କଲା ପ୍ରାୟ କହିଲେ, ସନ୍ଦେହ ମୋର ନାହିଁ। ତେବେ ତମ ସନ୍ଦେହ ଦୂର କରିବା ପାଇଁ ତମ କଥାରେ ମୁଁ ସମ୍ମତ। ଦୁହେଁ ଯାଇ ବୁଢ଼ୀ ଆଗରେ ଦେଖାହେଲେ। ଚମକି ପଡ଼ି ବୁଢ଼ୀ ପଚାରିଲା, ତମେ ମାନେ କିଏ? ମୁଁ ନାରଦ। ମୋ ନାମ ହୁଏତ ପୋଥି ପୁରାଣ ଶୁଣିବା ବେଳେ କାନରେ ପଡ଼ିଥିବ। ଆଉ ତମେ ଯାହାଙ୍କୁ ବହୁତ ସ୍ମରଣ କରୁଥିଲ, ମୋର ସାଥୀ ଜଣକ ସିଏ। ବୁଝିଲି ନାହିଁ। ବୁଢ଼ୀ ନ ବୁଝିବାର ଭାବ ଦେଖାଇଲା। ଆରେ, ତମେ ମୃତ୍ୟୁକୁ ଝୁରି ହେଉଥିଲ ନା? ଇଏ ହେଲେ ମୃତ୍ୟୁର ଦେବତା ଯମରାଜ ସ୍ୱୟଂ। ତମକୁ ଜୀବନର ଦୁର୍ବିସହ ଭାରରୁ ମୁକ୍ତି ଦେବାକୁ ରାଜି। କ'ଣ ହେଲା? ହାଟକୁ ଯିବା ବେଳେ ବାଟ ମଝିରେ ମୁଁ ମୋ ନାତି ପାଇଁ ମିଠେଇ କିଣି ନେଇଯିବି ବୋଲି କହି ଆସିଚିଟି। ପରଦିନ ପଡ଼ୋଶୀ ଘର ପୁଅର ବାହାଘର, ମୋତେ ଖାଇବାକୁ ଡାକିଚିଟି। ତହିଁ ପରଦିନ। ଥାଉ ଥାଉ ବୁଢ଼ୀ, ତମେ ବ୍ୟସ୍ତ ହେବା ଲୋଡ଼ା ନାହିଁ। ତମେ ଇଚ୍ଛା ନ କଲେ ଯମରାଜ ତମକୁ ନେବେ ନାହିଁ। କିନ୍ତୁ ତମେ ଟିକେ ଆଗରୁ ସେ ତମ ଡାକ ଶୁଣୁନାହାନ୍ତି, କାଲ ହୋଇଗଲେଣି ବୋଲି ଅଭିଯୋଗ କରୁଥିଲ ନା? ଓ, ସେ କଥା କହ ପୁଅ। ବୁଢ଼ୀ ପାକୁଆ ପାଟି ଯୋଗେ ମଧୁର ହସ ଖେଳାଇ କହିଲା, ମୁଁ ଏ ବୋଝଟି ମୋ ମୁଣ୍ଡକୁ ତୋଳିଦେବା ନିମନ୍ତେ କାହାକୁ ହେଲେ ଖୋଜୁଥିଲି। ଯମକୁ ମନେ ପକାଇଲି, କାରଣ ମୁଁ ତାକୁ ଶ୍ରଦ୍ଧା କରେ। ଯମ ଓ ନାରଦ ପରସ୍ପର ଅନାଇଲେ। ଯମ ବୁଢ଼ୀର ପାଛିଆ ଉଠାଇ ତା ମୁଣ୍ଡରେ ଥୋଇଲେ। ଦୁହେଁ ବିଦାୟ ନେଇଯିବା ବେଳେ ପଛରୁ ଶୁଣିପାରିଲେ ବୁଢ଼ୀର ମନ୍ତବ୍ୟ, କିମିତିକା ଦେବତା ଏ ଯମରେ ବାବା, ଥଟ୍ଟା ବି ବୁଝିପାରେ ନାହିଁ।